ଆପଣ ପାଣ୍ଡିଆନଙ୍କ ସମ୍ପର୍କରେ ଲେଖିଛନ୍ତି। ଏଇ ପାଣ୍ଡିଆନଙ୍କୁ ବହୁତ ଇଣ୍ଟରେଷ୍ଟିଂ କ୍ୟାରେକ୍ଟର। ଇତିହାସ ବହୁ ବାଟରେ ମନେ ରଖିବ ବିକେ ପାଣ୍ଡିଆନ। ସୋ ମୁଁ ଦେଖେ ବହୁତ ଭିଡିଓରେ ଆପଣ ପାଣ୍ଡିଆନ ବାବୁଙ୍କ କଥା ବି କହନ୍ତି। ପାଣ୍ଡିଆନ ପଜଲ ବୋଲି ସେ 2024 ଦି ପାଣ୍ଡିଆନ ପଜଲ। କଣ ପାଣ୍ଡିଆନ ପଜଲ ବୋଲି ଆପଣ ଭାବୁଛନ୍ତି? ପାଣ୍ଡିଆନଙ୍କର ଦ୍ୱନ୍ଦ୍ୱ କଣ? ପଜଲ କଣ? ପାଣ୍ଡିଆନର ଆସିବା ଆବିର୍ଭାବ ତାର ଦବଦବା ହଁ ଏଟାକୁ ଆପଣଙ୍କର ମିଷ୍ଟ୍ରି ବୋଲି କିଛି ଲାଗୁନି କି? ହଁ এটা তো মিস্ট্রি, ମିଷ୍ଟ୍ରି ଏବେ ରହସ୍ୟ। ବି ମିଷ୍ଟ୍ରି, ହୁଁ ରହସ୍ୟ। ହୁଁ, ଆପଣ ପାଇଁ ସେଟା ମିଷ୍ଟ୍ରି ନୁହଁ, ନିଶ୍ଚିତ। ସେଟା ହଉଛି ପାଜଲ। ହଁ ତ ଏଇ ପାଣ୍ଡିଆନ ସମ୍ପର୍କରେ କଣ ସବୁ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ଆପଣ ମେନସନ କରିଛନ୍ତି ଏ ବହିରେ? ଇନଫ୍ୟାକ୍ଟ ୱାନ୍ ଅଫ ଦ ବିଗେଷ୍ଟ ଚାପ୍ଟର ଏଇ ନୂଆ ସଂସ୍କରଣରେ ହଉଛି ପାଣ୍ଡିଆନ ପାଜଲ ପାଣ୍ଡିଆନ ଗୋଟେ puzzle। ବড় ଚାପ୍ଟର। এবং 2024 ইলেকশনটা যেତେବେଳେ ইতিহাস লেখা হবে সেତେବେଳେ কোন কারণবশত বশত মেমোরেবল হব হুম 2024 হুম বিকজ অফ পান্ডিয়ান। হুম এন্টায়ার 2023 right up to 2024 ইলেকশন পান্ডিয়ান ফ্যাক্ট পান্ডিয়ান ফেনোমেনন। ফেনোমেনাল। হ্যাঁ সেটা ঠিক হোক ভুল হোক বাট হি ওয়াজ আ ফেনোমেনন। তো সেটাକୁ ମୁଁ ଡିମିଷ୍ଟିଫାଇ କରିବାକୁ ଟ୍ରାଇ କରୁଛି, ଅଣ୍ଡରଷ୍ଟାଣ୍ଡ କରିବାକୁ ଟ୍ରାଇ କରୁଛି ଯେ ହେଲା କ'ଣ। ତ ଏତେ ବିଶ୍ୱାସ କାହିଁକି କଲେ ନବୀନ ବାବୁ ଏବେ ପାଣ୍ଡିଆନ? କଥା ହଉଛି ଯେ ପାଣ୍ଡିଆନ ବାବୁ ଆସିଲେ କେମିତି? ମୋର ଜାଣିବାରେ ଓଡ଼ିଶାରେ 2000 ହାରାହାରି ପାଖାପାଖି 200 ଆଇଏଏସ୍ ଅଫିସର୍ସ ଅଛନ୍ତି, ବୁଝୁଛନ୍ତି। তো এই আইএস অফিসার নূয়া আইএস অফিসার আসନ୍ତି তারপরে চাকরি କରନ୍ତି, সিনিয়র হନ୍ତି, চিফ সেক্রেটারি হନ୍ତି, রিটায়ার করে যাନ୍ତି, তারপরে ভ্যানিশ। ପାଣ୍ଡିଆନ ବାବୁ ହଉଛି ଏକମାତ୍ର ଏକ୍ସେପସନ। ଏତେ ପାୱାରଫୁଲ କୋନ ଆଇଏଏସ୍ ଅଫିସର ଓଡ଼ିଶାରେ ହେଇଛି କି? ସର୍ଭିଂ ଆଇଏଏସ୍ ଅଫିସର ହେଇନି। ତ ମୋର ଗୋଟେ ଜାଣିବାର ଇଏ ଥିଲା, କୌତୁହଳ ଥିଲା ଯେ ସେ ଆସିଲା କେମିତି, ତାକୁ ଚୟନଟା କେ କରିଲେ? somebody or the other would have selected ପାଣ୍ଡିଆନ, ସେଟା କେ କ'ଣ ସେ ସବୁ ଭିତରେ ତ କେମିତି ସିଲେକ୍ସନ ହେଲେ ପାଣ୍ଡିଆନ ବାବୁ ଥାର୍ଡ ଫ୍ଲୋର କୁ ଆସିଲେ? ଜଣେ ପାୱାରଫୁଲ ସିନିୟର ଆଇଏଏସ୍ ଥିଲେ ସେମାନେ, ସେ very strongly connected with third floor, ସେ ଏଇ ଚୟନ ପଛରେ ଥିଲେ। ତାଙ୍କ ନାଁ ଲେଖିଛନ୍ତି ଆପଣ? ନା ଦେଇନି, କାହିଁକି ସେ ଲୋକ ମତେ ମାନା କରିଛି ଯେ କାହିଁ ନାଁଟା ଦେବ। କିନ୍ତୁ ମୁଁ ଗଲା କାଲି ତାକୁ କହୁଥିଲି ଯେ, ଏବଂ ସେ ବି ହି ଆଗ୍ରିଜ୍, ନାଉ वी आर फ्रेंड्स ଅଲସୋ, ଯେ ଆମେ ମାନେ ଇନ୍ ଲାଇଟର ୱେ ଆମେ କହୁ ଯେ ୟୁ ଆର୍ ଦ ବିଗେଷ୍ଟ ଭିଲେନ ଅଫ ଓଡ଼ିଶା, ବିକଜ ଇଫ ତମେ ଯଦି ସିଲେକ୍ଟ ନା କରିଥାନ୍ତ ତାହେଲେ ପାଣ୍ଡିଆନ ଫେନୋମେନନ ଆରମ୍ଭ ହିଁ ହେଇନଥାନ୍ତା। ତ ମୁଁ ଗେସ୍ କରିବି କି? ଯଦି ଆପଣ କହିବେ ମୁଁ ଗେସ୍ କରିବି। ବାଲକୃଷ୍ଣ? Balkrishan was a very close friend of mine, but Balkrishan সেই stature নেই, সেତେବେଳେ নଥିଲେ। And Balkrishan was not that close to Naveen Patnaik at that point of time. যেটা ମୁଁ ବାଲକୃଷ୍ଣଙ୍କୁ ଭଲ ଭାବରେ ଚିହ୍ନିଛି, ବ୍ୟକ୍ତିଗତ ମାନେ ଫ୍ରେଣ୍ଡସ୍। ଜଣେ ବ୍ୟୁରୋକ୍ରାଟ ତାଙ୍କୁ ଆଣିଥିଲେ ଥାର୍ଡ ଫ୍ଲୋର। ଏବଂ ପାଣ୍ଡିଆନ ଆକ୍ଚୁଆଲି ସେଟା ହଉଛି ଇଣ୍ଟରେଷ୍ଟିଂ, ପାଣ୍ଡିଆନ ୱାଜ ନଟ୍ ଦ ନମ୍ବର 1 ଚଏସ୍, ପାଣ୍ଡିଆନ ସେଇ ଲୋକର ନମ୍ବର 3 ଚଏସ୍। ନବୀନ ବାବୁଙ୍କର 3 ନମ୍ବର ଚଏସ୍ ଥିଲେ ନଟ୍ ନବୀନ ବାବୁ, ସେଇ ବ୍ୟୁରୋକ୍ରାଟଙ୍କର। ଯେ ରେକମେଣ୍ଡ କରିବେ ମାନେ ଭାলো কে ଯଦି হবে ପ୍ୟାରୀ ବାବୁଙ୍କ ପରେ କିଏ ସେ ଏଷ୍ଟାବ୍ଲିଶମେଣ୍ଟ କୁ ସମ୍ଭାଳିବେ। ସମ୍ଭାଳିବେ, ରାଇଟ୍। ପ୍ୟାରୀ ବାବୁ ଟାଇମରେ ବି ହଉଥିଲା, କାହିଁ ପ୍ୟାରୀ ବାବୁ ଆଡମିନିଷ୍ଟ୍ରେସନ ବାହାରେ ଥିଲେ, ଥାର୍ଡ ଫ୍ଲୋର ସମ୍ଭାଳିବେ। ତ ନମ୍ବର 1 ଚଏସ୍ ଥିଲେ ଆଉ ଜଣେ, ସେ ମାନା କରିଦେଲେ। ନମ୍ବର 2 ଚଏସ୍ ବି ସେ ଆସିଲେ କିନ୍ତୁ ଅଳ୍ପ ଦିନ ରହିଲେ, ତାର ଭଲ ଲାଗିଲାନି, ସେ ପଳାଇଲା। ନମ୍ବର 3 ହେଲେ ନମ୍ବର 3 ପାଣ୍ଡିଆନ ଆସିଲା। ଦେନ୍ ହିଷ୍ଟ୍ରି ବିଗିନ୍ସ। ଇତିହାସ ସେଇଠୁ ଆରମ୍ଭ ହେଲା। ତ ଆଉ କଣ ଇଣ୍ଟରେଷ୍ଟିଂ କଥା ଆପଣ ପାଣ୍ଡିଆନଙ୍କ ସମ୍ପର୍କ ଲେଖିଛନ୍ତି ଏ ବହିରେ? ଗୋଟେ ହଉଛି ମୋର ମନେ ପଡୁଛି, ବହୁତ ଗୁଡାଏ ଅଛି ଏବଂ ସବୁ କିଛି ମୁଁ କହିଦେବାକୁ ଚାହୁଁନି, କାହିଁ ମୁଁ ଚାହୁଁଛି ମୋର ପାବ୍ଲିସର ଚାହିଁବେ, ମୁଁ ଏତେ ପରିଶ୍ରମ କରିଛି ଯେ ବହିଟା ଲୋକ କିଣିବେ, ଲୋକ ପଢନ୍ତୁ। ତଥାପି ଟିକେ ଟିକେ ଆପଣ ହିଣ୍ଟସ ଦିଅନ୍ତୁ। ଟିକେ ଗୋଟେ ଛୋଟିଆ ଇଏ ଦଉଛି ଯେ ଆମେ ଯେମିତି କଥା ହଉଥିଲୁ କି ସ୍ପେକୁଲେଟ କରୁଥିଲେ ଯେ ଏମିତି କାହିଁ କେମିତି ହେଲା, ନବୀନ ବାବୁ କେମିତି ଏଟା ଆଲାଉ କରୁଛନ୍ତି, ସବୁ କିଛି ଦେଇଦେଲେ। ତ ଆମର ଯେମିତି ଚିନ୍ତା ଦୁଶ୍ଚିନ୍ତା ଯାହା ବି ହଉ କହନ୍ତୁ,